ହୋଲି ତ ଯାଇଛି, ହେଲେ ରଙ୍ଗ ଫିକା ପଡ଼ିବା ସହିତ ବହୁତ କିଛି ଘଟଣା ସାମ୍ନାକୁ ଆସିଛି। ସେମିତି ଏକ ଛାତିଥରା ଘଟଣାକୁ ନେଇ ଆଜିର କାହାଣୀ। ଗାଁ ସାରା ଥିଲା ରଙ୍ଗର ମାହୋଲ। ବାଜାର ତାଳେ ତାଳେ ଲୋକମାନେ ନାଚୁଥିଲେ, ଆଉ ଥଣ୍ଡା ପାଗ ସେମାନଙ୍କୁ ମତୁଆଲା କରୁଥିଲା। ସବୁ ଲୋକ ହୋଲିର ରଙ୍ଗରେ ରଙ୍ଗେଇ ହୋଇଥିଲେ, ହେଲେ କାହାରିକୁ ଜଣା ନଥିଲା କି ଭିଡ଼ ଭିତରେ ଏକ ବଡ଼ ଘଟଣା ଘଟିବାକୁ ଯାଉଛି। ଭିଡ଼ ଭିତରେ ଏମିତି ଜଣେ ମହିଳା ସାମିଲ ଥିଲେ ଯାହାର ପରିଚୟ ଜଣାପଡ଼ିଲେ ଭୂକମ୍ପ ହେବ। ଖେଳ ଚାଲିଥିଲା, ଝିଅ ବୋହୂମାନେ ପରସ୍ପର ରଙ୍ଗ ବୋଳୁଥିଲେ। ଇନ୍ସପେକ୍ଟର ଆସି ସେ ଭିଡ଼ରେ ମିଶିଗଲେ। ସେମାନଙ୍କ ସହିତ ଖରାପ ବ୍ୟବହାର କରିବାକୁ ଲାଗିଲେ। ଦେଖିକି ବାହାରକୁ ବାହାରିଲେ ସେଇ ମହିଳା। ତାଙ୍କୁ ବି ଜୋର ଜବରଦସ୍ତ ରଙ୍ଗ ଲଗାଉଥିଲେ ସେଇ ଇନ୍ସପେକ୍ଟର। ହେଲେ ଯେତେବେଳେ ସେ ମହିଳା ନିଜର ଅସଲ ରୂପ ଦେଖାଇଲେ, ଇନ୍ସପେକ୍ଟରଙ୍କର ହୋସ ଉଡ଼ିଗଲା। ଆଉ ସେ ମହିଳାଙ୍କ ଭିତରେ ତାଙ୍କ ସହିତ ଏମିତି କିଛି କରାଗଲା, ଦେଖିକି ଆପଣଙ୍କର ବି ରୁମ ଟାଙ୍କୁରି ଉଠିବ। ଏହା ଏକ ଏମିତି ସତ ଘଟଣା ଯାହାକୁ ଶୁଣିଲେ ଆପଣଙ୍କର ଧୈର୍ଯ୍ୟଚ୍ୟୁତି ଘଟିବ। କାରଣ ସେ ଇନ୍ସପେକ୍ଟର ଏମିତି ଖରାପ କାମ କରୁଥିଲେ, ଶୁଣିଲେ ଆପଣଙ୍କର ଦେହ ସହିବନି। କାହାଣୀକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ବିଚାର ଆପଣଙ୍କର। ଭଲ ଲାଗିଲେ ଲାଇକ୍ ସେୟାର କରିଦେବେ, ଆଉ ଭିଡିଓ ଶେଷରେ ଚ୍ୟାନେଲକୁ ସବସ୍କ୍ରାଇବ କରି ଆମକୁ ଉତ୍ସାହିତ କରିବେ। ଏ କାହାଣୀ ଉତ୍ତରପ୍ରଦେଶର ବରେଲି ଜିଲ୍ଲାର ପଚପେଡ଼ା ଗାଁର ଅଟେ। ଡିଏସ୍ପି ସୁଚି ମ୍ୟାଡାମ କଠୋର ଓ କଡ଼ା ଅଫିସର ଥିଲେ। ସେ କେତେ ଅପରାଧୀଙ୍କୁ ଜେଲ ପଠାଇ ସାରିଥିଲେ। ହୋଲିରେ ସେ ପୋଲିସ ପୋଷାକରେ ନଥିଲେ। ସେ ଚୁଡ଼ିଦାର ପିନ୍ଧି ଗାଁ ଲୋକଙ୍କ ସହିତ ମିଶି ହୋଲି ଖେଳୁଥିଲେ। ତାଙ୍କ ମୁହଁ ସାରା ରଙ୍ଗରେ ରଙ୍ଗୀନ ହୋଇଥିଲା। କିଏ ଭାବିନଥିଲେ କିଏ ସୁଚି ମ୍ୟାଡାମ, ଯିଏକି କେତେ ସାରା ଅପରାଧୀଙ୍କୁ ସାବାଡ କରିଥିଲେ, ଯାହାଙ୍କ ନାଁ ଶୁଣିଲେ ବଡ଼ ବଡ଼ ମାଫିଆ ଥରୁଥିଲେ। ସୁଚି ମ୍ୟାଡାମ ଗାଁ ଗଳିରେ ବୁଲୁଥିଲେ, ହୋଲି ଖେଳୁଥିଲେ, ମାହୋଲକୁ ନିଜେ ଦେଖୁଥିଲେ ଆଉ ଅନୁଭବ କରୁଥିଲେ। ତାଙ୍କୁ କିଏ ବି ଜାଣିପାରୁନଥିଲେ। ଖୁବ୍ ଧୁମଧାମରେ ହୋଲି ଖେଳ ଚାଲୁଥିଲା। ହଠାତ୍ ଭିଡ଼ ଭିତରକୁ ପଶି ଆସିଲେ ଇନ୍ସପେକ୍ଟର ରାଜବୀର। ସେ ଜଣେ ଚାଲାକ ଓ ଭ୍ରଷ୍ଟ ଅଫିସର ଥିଲେ। ତାଙ୍କ ବିରୁଦ୍ଧରେ କେତେ ଅଭିଯୋଗ ଥିଲା। ଲାଞ୍ଚ ନେବା, ଭୁଲ କାମରେ ଲିପ୍ତ ରହିବା, ମହିଳାଙ୍କ ସହିତ ଖରାପ ବ୍ୟବହାର କରିବା ଆଦି ପ୍ରମୁଖ ଥିଲା। ହେଲେ ତାଙ୍କର ଉପର ମହଲରେ ଏତେ ଲମ୍ବା ହାତ ରହିଥିଲା ଯେ ତାଙ୍କୁ କିଏ ବି କିଛି କହିବାକୁ ସାହସ କରୁନଥିଲେ। ନିଶାଗ୍ରସ୍ତ ହୋଇ ଯେତେବେଳେ ରାଜବୀର ସେଠାରେ ପହଞ୍ଚିଲେ, ତାଙ୍କ ନଜର ଜଣେ ମହିଳାଙ୍କ ଉପରେ ପଡ଼ିଲା, ଯିଏକି ଅନ୍ୟମାନଙ୍କ ସହିତ ହୋଲି ଖେଳୁଥିଲେ। ଚୁଟି ଖୋଲା ଥିଲା, ମୁହଁରେ ରଙ୍ଗ ବୋଳା ହୋଇଥିଲା, ହେଲେ ଚାଲିଚଳନରେ ସେ ଅନ୍ୟ ଝିଅମାନଙ୍କ ଠାରୁ ଅଲଗା ଲାଗୁଥିଲେ। ରାଜବୀର ତାଙ୍କ ଆଡ଼କୁ ଆଗେଇଲେ। ପ୍ରଥମେ ସେ ହାଲକା ଭାବରେ ତାଙ୍କୁ ରଙ୍ଗ ଲଗାଇବା ପାଇଁ ଚେଷ୍ଟା କଲେ। ପୁଣି ହାତ ଧରି ଟାଣିବା ସହିତ ଧୀର ସ୍ୱରରେ କହିଲେ, ବାହାରୁ ଆସିଛ ବୋଧେ? ଦରକାର ଅଛି ଯଦି ମୁଁ ତମ ସବୁ କାମ କରିଦେବି, ଥରେ ମୌକା ଦିଅ। ଏ ରାଜା ବାବୁ ତମ ବିଶ୍ୱାସ ହରେଇବାକୁ ଦେବନି। ସୁଚିଙ୍କ କାନରେ ଏକଥା ପଡ଼ିଲା, ଆଉ ତାଙ୍କ ଭିତରେ ରାଗ ଆସିଗଲା। ହେଲେ ସେ ଚୁପ୍ ରହିଲେ। ସେ ଦେଖିବାକୁ ଚାହୁଁଥିଲେ କି ଏ ଲୋକ କେତେ ବାଟ ଯାଇପାରୁଛି। ରାଜବୀରଙ୍କ ଚେହେରାରେ ଏକ ଅଜବ ଆତ୍ମବିଶ୍ୱାସ ଥିଲା। ସେ ଜାଣିଥିଲେ କି ଗାଁ ଝିଅମାନେ ସହଜରେ ତାଙ୍କ କଥାରେ ରାଜି ହୋଇଯାଉଥିଲେ, କେବେ ଡରି ଡରି ତ କେବେ ଲୋଭରେ ପଡ଼ି। ସେ ସୁଚିଙ୍କ ହାତ ଧରି ଧୀରେ କି କହିଲେ, ହୋଲିରେ ଏମିତି ନଖରାମି କରନି ମ୍ୟାଡାମ। ରାଜା ବାବୁଙ୍କ ମନ ଲାଗିଯାଇଛି ତମ ଉପରେ। ଥରେ ହଁ କରିଦିଅ, ପୁଣି ମଜା ଦେଖ। ସୁଚିଙ୍କ ଆଖିରେ କ୍ରୋଧର ନିଆଁ ଜଳୁଥିଲା, ହେଲେ ଚେହେରାରେ କିଛି ବି ଜଣାପଡ଼ୁନଥିଲା। ସେ ଜାଣିଶୁଣି ପଛକୁ ଘୁଞ୍ଚିଗଲେ, ଆଉ ଟିକେ ହସି ଦେଇ କହିଲେ, ଆଚ୍ଛା, ଯଦି ମନା କରିଦିଏ? ରାଜବୀର ହସିଲେ, ଆଉ ନିଶାରେ ଟଳମଳ ହୋଇ କହିଲେ, ମନା କ'ଣ କରିବ? ଯାହା ରାଜାବାବୁ ଚାହେଁ ସେଇଟା ତାକୁ ନିଶ୍ଚୟ ମିଳିଯାଏ। ଚାଲ ମୋ ସହିତ ଟିକେ ଥଣ୍ଡା ପିଇଦିଅ। ଏବେ ସୁଚିଙ୍କୁ ବିଶ୍ୱାସ ହୋଇଗଲା ଯେ ଏ ଲୋକ ଏକ ବାଜେ ଲୋକ। ସେ ଜାଣି ଶୁଣି ଭିଡ଼ରୁ ବାହାରିଗଲେ, ଆଉ ଗୋଟିଏ ଗଛ ତଳେ ଯାଇ ଛିଡ଼ା ହେଲେ। ଯେମିତି ରାଜବୀର ପିଛା କରି କରି ତାଙ୍କ ପାଖକୁ ଗଲେ, ଏକ ଜୋରଦାର ଚାପଡ଼ା ପଡ଼ିଲା
ରାଜବୀରଙ୍କ ଗାଲରେ। ଚାପଡ଼ାର ଶବ୍ଦ ଏତେ ଜୋର ଥିଲା ଯେ ହୋଲିର ମାହୋଲ ଅଚାନକ ଶାନ୍ତ ହୋଇଗଲା। ରଙ୍ଗ ଖେଳୁ ଖେଳୁ ଲୋକ ରହିଗଲେ। ବାଜା ବଜାଉଥିବା ଲୋକ ବଜାଇବା ବନ୍ଦ କରିଦେଲେ। ସବୁ ଲୋକ ଚମକି ପଡ଼ି ସୁଚିଙ୍କ ଆଡ଼କୁ ଅନାଇଲେ। ଇନ୍ସପେକ୍ଟର ରାଜବୀର, ଯିଏକି ସେ ଅଞ୍ଚଳର ଲୋକଙ୍କୁ ଡରେଇ ରଖିଥିଲେ, ତାଙ୍କ ଚେହେରା ଚାପଡ଼ା ମାଡ଼ରେ ଲାଲ ପଡ଼ିଯାଇଥିଲା। ତାଙ୍କ ମୁହଁ ରାଗ ଓ ଲାଜରେ ତଳକୁ ହୋଇଗଲା। ସେ ପାଗଳ ପ୍ରାୟ ହୋଇଗଲେ। ଆଉ ଚିଲେଇକି କହିଲେ, ସାଲି, ଜାଣିଛୁ କାହା ସହିତ ପଙ୍ଗା ନେଉଛୁ? ସୁଚି ଥଣ୍ଡା ମିଜାଜରେ ଉତ୍ତର ଦେଲେ, ତତେ ଭଲରେ ଜାଣିଛି, କିନ୍ତୁ ତୁ ଜାଣିବାକୁ ଚାହୁଁଛୁ କି ମୁଁ ତତେ ଚାପଡ଼ା କାହିଁକି ମାରିଲି? ଏତିକି କହି ସେ ପକେଟରୁ ଏକ ଓକିଟକି ବାହାର କଲେ। ଗୋଟିଏ କୋଡ୍ ୱାର୍ଡ କହିଲେ। କିଛି ସେକେଣ୍ଡ ଭିତରେ ଭିଡ଼ ଭିତରୁ 4-5 ଜଣ ଲୋକ ସୁଚି ମ୍ୟାଡାମଙ୍କ ପାଖକୁ ପଳେଇ ଆସିଲେ। ସେମାନେ ଗାଁର ସାଧାରଣ ଲୋକ ନଥିଲେ, ସେମାନେ ପୋଲିସ ଅଫିସର ଥିଲେ, ଯେଉଁମାନେ କି ସୁଚିଙ୍କର ଏ ଖାସ୍ ମିଶନର ଅଂଶବିଶେଷ ଥିଲେ। ସେମାନଙ୍କୁ ଦେଖି ରାଜବୀରଙ୍କର ହୋସ୍ ଉଡ଼ିଗଲା। ସେ ଟିକେ ଡରିଯାଇ ପଚାରିଲେ, କ'ଣ ହେଲା? ଏମାନେ କିଏ? ସୁଚି ହସୁଥିଲେ। ତାଙ୍କ ଆଖିରେ ହାଲକା କ୍ରୋଧ ବି ଥିଲା। ରାଜବୀର, ତମ ଖେଳ ସରିଲା। ତମେ କ'ଣ ଭାବିଛ କି ଗାଁର ଝିଅମାନଙ୍କୁ ଏମିତି ହଇରାଣ କରୁଥିବ? ତମ କ୍ଷମତାର ଭୁଲ ବ୍ୟବହାର କରୁଥିବ? ଆଜି ତମର ଅସଲି ରଙ୍ଗ ସମସ୍ତଙ୍କ ସାମ୍ନାକୁ ଆସିଛି। ରାଜବୀର ଦୌଡ଼ି ପଳାଇବାକୁ ଚେଷ୍ଟା କଲେ। ସେ ଭିଡ଼ରେ ପଶି ବାହାରକୁ ବାହାରିବା ପାଇଁ ଚେଷ୍ଟା କଲେ, ହେଲେ ଡେରି ହୋଇଯାଇଥିଲା। ଡିଏସ୍ପି ମ୍ୟାଡାମ ପିଛା କରି ତାଙ୍କ କଲର ଧରି ପକେଇଲେ। କହିଲେ, କୁଆଡ଼େ ପଳାଉଛ ରାଜବୀର? ଏସବୁ ଦେଖି ଗାଁ ଲୋକ ସ୍ତବ୍ଧ ହୋଇଯାଇଥିଲେ। ହେଲେ ଯେତେବେଳେ ସେମାନେ ଜାଣିଲେ କି ଡିଏସ୍ପି ସୁଚି ମ୍ୟାଡାମ ନିଜେ ଇନ୍ସପେକ୍ଟରଙ୍କୁ ଧରିଛନ୍ତି, ସେମାନଙ୍କର ରାଗ ପଞ୍ଚମକୁ ଉଠିଗଲା। ସେମାନେ ରାଜବୀରଙ୍କ ଆଡ଼କୁ ମାଡ଼ି ଆସିଲେ। ସେତେବେଳେ ରାଜବୀର ଚିଲେଇଲେ, କହିଲେ, ରୁହ, ପ୍ରଥମେ ମୋ କଥା ଶୁଣ। ସୁଚି ମ୍ୟାଡାମ ରାଗିକି ଅନେଇଲେ। କହିଲେ, ଏବେ କାହିଁକି ବାହାନା କରୁଛ? ରାଜବୀର ଡରିଯାଇ ଲୋକଙ୍କୁ ଅନେଇଲେ, ଆଉ ନିଜ ଚାଲାକ କଥାରେ ମାହୋଲ ବଦଳାଇବାକୁ ଚେଷ୍ଟା କଲେ। ଏସବୁ ଭୁଲ ବଶତଃ ହୋଇଗଲା। ମୁଁ ତ ୟାଙ୍କୁ ଚିହ୍ନି ନଥିଲି। ମୁଁ ହୋଲିର ଜୋଶରେ ହାଲକା ଫୁଲକା ମଜାକ କରିଥିଲି। ଯଦି ହୋଲିରେ ରଙ୍ଗ ଲଗାଇବା ଦୋଷ ହୁଏ, ତାହେଲେ ପର୍ବ କେମିତି ପାଳନ କରିବା? ଗାଁ ଲୋକଙ୍କ ଭିତରୁ କିଛି ରାଗିକି ଗାଳି ଦେଉଥିଲେ। ହେଲେ ସୁଚି ମ୍ୟାଡାମ ଏକ ଚାଲ ଖେଳିଲେ। ସେ ପକେଟରୁ ଏକ ମୋବାଇଲ କାଢ଼ି ରେକର୍ଡିଂ ଶୁଣାଇଲେ। ସେଥିରୁ ଶୁଭୁଥିଲା, କି ବାହାରୁ ଆସିଛ ବୋଧେ? ଦରକାର ଥିଲେ ମୁଁ ତମର ସବୁ କାମ କରିଦେବି। ଥରେ ମୌକା ଦିଅ। ଏ ରାଜା ବାବୁ ତମ ବିଶ୍ୱାସ ହରାଇବାକୁ ଦେବନି। ଏଇଟା ରାଜବୀରଙ୍କର ସ୍ୱର ଥିଲା। ଗାଁର ସବୁ ଲୋକ ସଫା ସଫା ଶୁଣିଲେ କି କେମିତି ଇନ୍ସପେକ୍ଟର ନିଜର କ୍ଷମତା ଓ ଲୋଭ ଦେଇ ଗାଁ ଝିଅକୁ ଫସାଇବାକୁ ଚେଷ୍ଟା କରୁଥିଲେ। ଭିଡ଼ ଭିତରେ ଜଣେ ବୁଢ଼ୀ ଲୋକ ଥିଲେ। ସେ ବାହାରି ଆସି କହିଲେ କି, ମୁଁ ଜାଣିଥିଲି କି ଏ ପୋଲିସ ବାବୁ ଗାଁ ଝିଅଙ୍କ ଉପରେ ଖରାପ ନଜର ପକାଉଥିଲା, ହେଲେ କାହା ପାଖରେ ପ୍ରମାଣ ନଥିଲା। ସେତେବେଳେ ଜଣେ ଝିଅ ଭିଡ଼ରୁ ବାହାରି ଥରି ଥରି କହିଲା କି, ମ୍ୟାଡାମ, ଇଏ ମୋ ସହିତ କେତେ ଥର ଖରାପ ବ୍ୟବହାର କରିଥିଲା। ମୁଁ ଡରି ଯାଇଥିଲି, କିଛି କହିପାରୁନଥିଲି। ଏବେ ପରିସ୍ଥିତି ବଦଳି ସାରିଥିଲା। ଏବେ ରାଜବୀର ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଗାଁ ଲୋକ ହିଁ ତାଙ୍କ ବିରୋଧରେ ଛିଡ଼ା ହୋଇଥିଲେ ଆଉ ପ୍ରତିବାଦ କରୁଥିଲେ। ଡିଏସ୍ପି ସୁଚି ମ୍ୟାଡାମ ନିଜ ଅନୁଗତଙ୍କୁ ଆଦେଶ ଦେଲେ କି ରାଜବୀରଙ୍କୁ ଗିରଫ କରି ନେଇଚାଲ। ଯେମିତି ପୋଲିସ ଆଗକୁ ବଢ଼ିଲେ, ରାଜବୀର ନିଜର ପିସ୍ତଲ କାଢ଼ିଲେ। ଚିଲେଇ କହିଲେ, ଯିଏ ବି ଆଗକୁ ବଢ଼ିବ ଗୁଳି ମାରିଦେବି। ଗାଁ ଲୋକ ଡରିଗଲେ। ସୁଚି ମ୍ୟାଡାମ ପୁରା ଶାନ୍ତ ଥିଲେ। ଏତିକିରେ ଡିଏସ୍ପି ମ୍ୟାଡାମଙ୍କର ଜଣେ ଅନୁଗତ ପୋଲିସ ପଛରୁ ଚୁପ୍ କି ଆସି ରାଜବୀରଙ୍କୁ ଶକ୍ତ ଧକ୍କା ଦେଲେ। ରାଜବୀରଙ୍କ ହାତରୁ ପିସ୍ତଲ ଛିଟିକି ପଡ଼ିଲା। ସାଙ୍ଗେ ସାଙ୍ଗେ ଅନ୍ୟ 4 ଜଣ ପୋଲିସ ରାଜବୀରଙ୍କୁ ତଳେ ପକାଇ ହାତକଡ଼ି ପିନ୍ଧାଇ ଦେଲେ। ଗାଁ ଲୋକ ତାଳି ମାରୁଥିଲେ। ଆଉ ସୁଚି ମ୍ୟାଡାମ ହସିକି କହିଲେ ଯେ, ହୋଲି ବାସ୍ ରଙ୍ଗର ପର୍ବ, ଅପରାଧର ପର୍ବ ନୁହେଁ। ଏବେ ରାଜବୀରର ବିଚାର ହେବ। ହେଲେ ଏବେ ବି ପ୍ରଶ୍ନ ଥିଲା କି କ'ଣ ରାଜବୀର ଏକୁଟିଆ ଥିଲା, ନା ତାଙ୍କ ପଛରେ ଏକ ବଡ଼ ଖେଳ ଚାଲିଥିଲା? ରାଜବୀରଙ୍କୁ ଗିରଫ କରାଗଲା। ହେଲେ ଯେତେବେଳେ ତାଙ୍କ ମୋବାଇଲ ଯାଞ୍ଚ କରାଗଲା,
ଚମକେଇ ଦେବା ପରି ପ୍ରମାଣ ମିଳିଲା। ଗାଁର କେତେ ଝିଅଙ୍କର ଗୁପ୍ତ ଭିଡିଓ, ଅଧିକାରୀଙ୍କୁ ଲାଞ୍ଚ ଦିଆଯାଉଥିବା ଭିଡିଓ ଓ କିଛି ବଡ଼ ନେତାଙ୍କ ସହିତ କଥାବାର୍ତ୍ତାର ପ୍ରମାଣ ରହିଥିଲା। ସୁଚି ମ୍ୟାଡାମ ବୁଝିଗଲେ କି ରାଜବୀର କେବଳ ଝିଅ କେସ୍ ନୁହେଁ, ବରଂ ବଡ଼ ବଡ଼ ର୍ୟାକେଟ୍ ଚଲାଉଥିଲେ। ସୁଚି ମ୍ୟାଡାମ କହିଲେ କି ଏବେ ଅସଲି ଖେଳ ହେବ। ତାପରେ ସେ ସ୍ପେଶିଆଲ ଟିମ୍ ଡାକିଲେ। ଯାଞ୍ଚ ଯେମିତି ଆଗକୁ ବଢ଼ିଲା, ରାଜବୀରର ସବୁ କାରନାମାର ପର୍ଦ୍ଦାଫାଶ ହେବାକୁ ଲାଗିଲା। ସମସ୍ତେ ଚମକି ପଡ଼ିଲେ ଯେତେବେଳେ ରାଜବୀରର ସମ୍ପର୍କ ଗୋଟିଏ ବଡ଼ ମହିଳା ଚାଲାଣ ର୍ୟାକେଟ୍ ସହିତ ଥିବା ଜଣାପଡ଼ିଲା। ତାଙ୍କ ଫୋନରେ କେତେ ନେତା, କେତେ ଅଫିସର ଓ କେତେ ବାହୁବଳୀଙ୍କର ନାଁ ଥିଲା, ଯେଉଁମାନେ କି ଏ ଧନ୍ଦାରେ ସାମିଲ ଥିଲେ। ରାଜବୀରଙ୍କୁ ନିଜେ ସୁଚି ମ୍ୟାଡାମ ପଚରା ଉଚରା ଆରମ୍ଭ କରିଦେଲେ। ପ୍ରଥମେ କିଛି କହିବାକୁ ରାଜି ହେଉନଥିଲେ ରାଜବୀର, ହେଲେ ଯେତେବେଳେ ଏନକାଉଣ୍ଟରର ଧମକ ଦେଲେ, ଡରି ଯାଇ ରାଜବୀର ସବୁ ସତ କହିଦେଲେ। କହିଲେ, ମ୍ୟାଡାମ, ମୁଁ ବାସ୍ ଏକ ମୋହରା, ଅସଲି ଖେଳ ତ ଉପରେ ବସିଥିବା ଲୋକ ଖେଳୁଛନ୍ତି। ରାଜବୀର ସବୁ ଉଗାଳିବା ପରେ ସୁଚି ମ୍ୟାଡାମ ଏକ ଗୁପ୍ତ ଅପରେସନ ଆରମ୍ଭ କରିଦେଲେ। ମୋବାଇଲ ରେକର୍ଡିଂରୁ ଜଣାପଡ଼ିଲା କି ଏ ବଡ଼ ର୍ୟାକେଟର ମାଷ୍ଟର ମାଇଣ୍ଡ ଜଣେ ବଡ଼ ନେତାଙ୍କ ପ୍ରୋତ୍ସାହନରେ ଚାଲୁଥିଲା, ଯାହାଙ୍କର ନାଁ ବିକ୍ରମ ଚୌହାନ ଥିଲା। କିଛି ଦିନ ପରେ ଗୋଟିଏ ବଡ଼ ସଭାରେ ବିକ୍ରମ ଆସିବାର ଥିଲା। ମୌକା ପୁରା ଠିକ୍ ଥିଲା। ଯେମିତି ବିକ୍ରମ ଷ୍ଟେଜରେ ପହଞ୍ଚିଲେ, ସୁଚିଙ୍କ ପୋଲିସ ଟିମ୍ ତାଙ୍କୁ ଚାରିପଟରୁ ଘେରିଗଲେ। ସେତେବେଳେ ଗୁଳିର ଶବ୍ଦ ଶୁଭିଲା। ଗୁଳି ବର୍ଷା ଭିତରେ ବିକ୍ରମ ନିଜ ଲୋକଙ୍କ ସହିତ ସେଠାରୁ ପଳାଇବା ପାଇଁ ଚେଷ୍ଟା କଲେ। ଡିଏସ୍ପି ସୁଚି ମ୍ୟାଡାମ ତୁରନ୍ତ କାରବାଇ କଲେ। ତାଙ୍କ ଟିମ୍ ବିକ୍ରମଙ୍କ ଲୋକଙ୍କୁ କାବୁ କରିନେଲେ। ବିକ୍ରମ ପଛ ରାସ୍ତା ଦେଇ ପଳାଇବାକୁ ଚେଷ୍ଟା କଲେ। ସୁଚି ତାଙ୍କୁ ଧରିବା ପାଇଁ ଚେଷ୍ଟା କଲେ। ସେତେବେଳେ ଗୋଟିଏ ଗାଡ଼ି ତୀବ୍ର ଗତିରେ ଆସିଲା ଆଉ ବିକ୍ରମକୁ ନେଇ ପଳାଇଲା। ବିକ୍ରମ ଲୋକଙ୍କୁ ପଚରା ଉଚରା କରାଗଲା। ତା ସହିତ ଲଗାତାର କଲ୍ ଟ୍ରାକ୍ ଓ ଯାଞ୍ଚ ଶେଷରେ ଦିଲ୍ଲୀର ଏକ ଫାର୍ମ ହାଉସରୁ ବିକ୍ରମକୁ ଗିରଫ କରାଗଲା। ପଚରା ଉଚରା ପରେ ଜଣାପଡ଼ିଲା କି ଏ ମହିଳା ଚାଲାଣ ର୍ୟାକେଟ୍ ପଛରେ କିଛି ବଡ଼ ନେତା ଓ ଅଧିକାରୀ ସାମିଲ ଥିଲେ। ସୁଚି ମ୍ୟାଡାମ ନ ଡରି ସମସ୍ତଙ୍କୁ ଗିରଫ କଲେ। ପୁରା ମହିଳା ଚାଲାଣ ର୍ୟାକେଟ୍ ତାସ୍ ଘର ଭୁଷୁଡ଼ିବା ପରି ଭୁଷୁଡ଼ିଗଲା। ରାଜବୀରଙ୍କୁ ଆଜୀବନ, ବିକ୍ରମକୁ କଡ଼ା ଦଣ୍ଡ ମିଳିଲା। ସାରା ସହର ଲୋକ ସୁଚି ମ୍ୟାଡାମଙ୍କୁ ଜଣେ ପ୍ରକୃତ ହିରୋ ଭାବରେ ସମ୍ମାନିତ କଲେ। ହୋଲିର ରଙ୍ଗ ଏବେ ପ୍ରଥମ ଅପେକ୍ଷା ପୁରା ସଫା ଓ ସୁରକ୍ଷିତ ଥିଲା, କାରଣ ଖରାପ ଦୁର୍ଗନ୍ଧ ଏବେ ସବୁବେଳ ପାଇଁ ନଷ୍ଟ ହୋଇଯାଇଥିଲା। କାହାଣୀ ଏତିକି ଥିଲା। ସୁଚି ମ୍ୟାଡାମଙ୍କ ପରି ଝିଅଙ୍କୁ ଆପଣ କ'ଣ କହିବେ? ଝିଅ ହେଲେ ବି ତାଙ୍କ ସାହସକୁ ନେଇ ଆପଣ କମେଣ୍ଟ ବକ୍ସରେ ମତ ଦେବେ। ନିଜର ନାଁ ଓ ଜାଗା ନାଁ ସହିତ କମେଣ୍ଟ କଲେ ପର ଭିଡିଓରେ ଆପଣଙ୍କର ନାଁ ଘୋଷଣା ହେବ। ଭିଡିଓ ଭଲ ଲାଗିଥିଲା